ନାରେ ମୋ ନାଁ ହେଉଛି ଈଶ୍ୱର ମାଝୀ। ମୁଁ ଜଣେ ଏଇ ଗ୍ରାମର ବୟସ୍କ ଲୋକ। ମୁଁ ସବୁବେଳେ ଦେଖୁଛି ଏଇ ରୋଡରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଗାଡ଼ି ଚାଲୁଛି, କିନ୍ତୁ ସରକାର ବର୍ତ୍ତମାନ ବାଇପାସ୍ ଗୋଟେ କରିଛି, କିନ୍ତୁ ତାର କୌଣସି ପଦକ୍ଷେପ ନେଉନାହିଁ। ଗ୍ରାମରେ ଅନେକ ଗାଈ ଗୋରୁ ମଣିଷ ସବୁ ଏଇ ରାସ୍ତାରେ ଯିବା ଆସିବା କରୁଛନ୍ତି, କିନ୍ତୁ ଏଇ ଗତକାଲି ବିଳମ୍ବିତ ରାତିରେ ଛଅଟା ଗୋରୁ କୌଣସି ଗାଡ଼ି ମାରି ଦେଇକି କୁଆଡ଼େ ଚାଲି ଯାଇଛି, କିନ୍ତୁ ପ୍ରଶାସନ ବର୍ତ୍ତମାନ ବି ୟାର କୌଣସି ପଦକ୍ଷେପ ନେଉନାହିଁ। ଲୋକମାନେ ଅଶାନ୍ତ ହୋଇ ଏଇ ଯେଉଁ ଗୋମାତାଙ୍କୁ ଜଗି ରହିଛନ୍ତି, କିନ୍ତୁ ଏଠିକାର ପ୍ରଶାସନର କୌଣସି କିଛି ବାଟ ଦେଖିବାର ତାର ସୁଯୋଗ ନାହିଁ। ମୁଁ କାକଡ଼ିଆରୁ ଜୟରାମ ମାହାକୁର। ମୁଁ ଅନୁରୋଧ କରିବି ଆମର ପ୍ରଶାସନକୁ ଯେ ଏଠି ଯେଉଁ ଆମ ନଅଟି ହେଉଛି ଲାଗିଲା ପରେ ବି ଗାଡ଼ିବାଲା ମାନୁନାହାନ୍ତି। ନଅଟି ବର୍ତ୍ତମାନ ନଅଟି ଅଛି, ହେଲେ ବି ଗାଡ଼ି ଆସୁଛି। ଏଇ ଦେଖନ୍ତୁ ସେ ଗାଡ଼ି ଗୁଡ଼ା। ମୁଁ ଅନୁରୋଧ କରିବି ଆମ ଡ୍ରାଇଭର ଭାଇମାନଙ୍କୁ ଯେ ଭାଇ ଗାଈ ମଣିଷ ଛେଳି ସମସ୍ତଙ୍କୁ ମାନେ ଯେତେ ବି ପଶୁପକ୍ଷୀ ଜାତୀୟ ପଶୁ ପକ୍ଷୀ ଅଛନ୍ତି ସମସ୍ତଙ୍କୁ ମାନି ଜାଣିକି ଗାଡ଼ି ଚଳାନ୍ତୁ। ଯାହାଫଳରେ ଏଇ ଯେଉଁ ଛୋଟ ଯେଉଁ ଗାଈ ଏବେ ଦୁର୍ଘଟଣା ହେଇଛି ସକାଳୁ ଭୋର ହେଇଛି, ସେ ଡ୍ରାଇଭରକୁ ମୁଁ ଅନୁରୋଧ କରିବି ସେ ଡ୍ରାଇଭର ସାବାସ, ସେ ଡ୍ରାଇଭର ବି ଛୋଟଟା ଗାଈ ମରେଇଲା ପରେ ବି ସେ ଭାଇ ଡ୍ରାଇଭରଟି ଖାଡ଼ା ନ କରିକି ସେ ଗାଡ଼ି ନେଇକରି ପଳେଇଛି। ମୁଁ ଅନୁରୋଧ କରିବି ଆମ ଡ୍ରାଇଭର ଭାଇମାନଙ୍କୁ ଯେ ଆସନ୍ତା ଯେଉଁ ଦୁର୍ଘଟଣା ହେଉଛି ପିଆଖିଆ କରିକିରି ଭାଇ କେହି ଗାଡ଼ି ଚଳାନ୍ତୁ ନାହିଁ। ମୁଁ ତ ନିଜେ ଭାଇ ଗୋଟେ ଡ୍ରାଇଭର, ମୁଁ ନିଜେ ପୁଣି ଗାଡ଼ି ଚଳାଉଛି, ମୁଁ ତ ମଦ ପିଇ ଗାଡ଼ି ଚଳାଉନି, ତ ଆପଣମାନେ କାହିଁକି ମଦ ପିଇ ଭୁଲ କରୁଛନ୍ତି? ଏସବୁ ଯାହା ହେଇଛି ବି ଏସବୁ ସେ ମଦ ପିଇକି ହିଁ ଗାଡ଼ି ସବୁ ଏ ଦୁର୍ଘଟଣା ଘଟିଛି। ଆଜି ରାସ୍ତାରେ ଗାଡ଼ି ବନ୍ଦ କରାଯାଇଛି, ତା ପାଇଁ କଣ? ରାସ୍ତା ବନ୍ଦ କରାଯାଇଛି ଏଇଥିପାଇଁ ଯେ ଏଇ ଯେଉଁ ଆମର ଯେଉଁ ଏଠି ଯଦି ନା ବର୍ତ୍ତମାନ ଯଦି କୋଉ ଯେ ମଣିଷ ଯଦି କୌଣସି କିଛି ହୁଅନ୍ତା ତାହେଲେ ତା ପାଇଁ ସମସ୍ତେ ଷ୍ଟ୍ରାଇକ୍ କରିଥାନ୍ତେ, ସବୁ କିଛି କରିଥାନ୍ତେ। କିନ୍ତୁ ଏବେ ଯେଉଁ ଆପଣ ଦେଖିପାରୁଥିବେ ଯେଉଁ ଗୋମାତା ମାନେ ଯେଉଁ ଛୋଟଟା ପଡ଼ିଛନ୍ତି ତା ପାଇଁ ଏବେ ବର୍ତ୍ତମାନ ସେ ଗାଡ଼ି ଯଦି ଧରା ପଡ଼ିଲେ ତାହେଲେ ଆମେ ଧରିବୁ କାହାକୁ? କଣ ରଖିଛନ୍ତି ଦାବି? କଣ ରଖିଛନ୍ତି? ଆମେ ଦାବି ଆଉ କଣ ରଖିବା ଯେ ଏବେ ଆମେ ଇଏ କରୁଛୁ, ଗାଡ଼ି ବନ୍ଦ କରୁଛୁ ଯେ ପ୍ରଶାସନ ଆସିଲେ ଯଦି ଏବେ ବି ଯଦି ନଅଟି ଛାଡ଼ିବା ତାହେଲେ ବାଇପାସରେ ଗାଡ଼ି ଛାଡ଼ିବା ପାଇଁ ଅନୁରୋଧ କରୁଛୁ। ଆମେ କୋଇଡ଼ା ପଞ୍ଚାୟତ କାଦଡ଼ିଆ ୱାର୍ଡର ୱାର୍ଡ ମେମ୍ବର। ମୁଁ କଣ ହେଇଛି ଆଜି ଗାଡ଼ି ରାସ୍ତାରେ ଆମର ଏଇଟା ସିଙ୍ଗଲ ରାସ୍ତା ଥିଲା। ଆଗ ବାଇପାସ୍ ହେଲା ପରେ ବି ଆଗ ସିଙ୍ଗଲ ରାସ୍ତା ଥିଲା। ସିଙ୍ଗଲ ରାସ୍ତା ପରେ ବି ଆକ୍ସିଡେଣ୍ଟ ହେଉଥିଲା, ପିଲା ଆକ୍ସିଡେଣ୍ଟ ହେଉଥିଲା, ଗାଈ ଛେଳି କୁକୁର ସବୁ ଆକ୍ସିଡେଣ୍ଟ ହେଉଥିଲେ, ମଣିଷ ଆକ୍ସିଡେଣ୍ଟ ହେଉଥିଲେ। ବାଇପାସ୍ ହେଲା ପରେ ବି ଏବେ ବି ଆକ୍ସିଡେଣ୍ଟ ହେଉଛି। ପ୍ରଶାସନ କ'ଣ ପାଇଁ ମାନେ ଯୋଗାଯୋଗ କରୁନାହାନ୍ତି, ଆଉ ଏଠି ଗାଡ଼ି ଚାଲୁଛି ସବୁବେଳେ ବଡ଼ ଗାଡ଼ି, ସେଇଥିପାଇଁ ଏଇସବୁ ଦୁର୍ଘଟଣା ଘଟୁଛି। ଏଇଠି କେତେଟା ଗୋରୁ ଆମର 4ଟା ମରିଯାଇଛନ୍ତି, 2ଟା ଏଞ୍ଜର୍ଡ ହେଇକି ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଉଠା ହେଇନି।